हे निशाखोर मनीष देख निरीक्षण कर निशब्दे जीवन स्रोत धाउछि किपरि भेटिबाकु मृत्यु सिंधु कराल लहरी सभ्यतार प्रतीक होइछि तमाकु जेते धुआं टाणिले भी शोष मरुनी मरुछि मनीष धुआं राक्षसर कबल रे पड़ी कैंसर रे सड़ी सड़ी जंत्रणा रे छटपट होई आसंतु हाथरे हाथ छंदी संकल्प करिबा एक निशामुक्त समाज गठन करिबा। बसंत आसिला पल्लवित हेला जीवन भरीदेला मनरे अनेक आशा अनेक स्वप्न आगुक आसिबो नुआ अतिथि देखु देखु से स्वप्न पूर्ण हैला आसिला राहुल खुशी रे फाटी पड़िला संसार झुमी उठिला पूरा परिवार दिन पर दिन गड़ी चलिला। राहुल देखिला नुआ दुनिया बापा मां इच्छा थिला राहुल बड़ हुई मनीष भली मनीषटीए हेब। हेले सब स्वप्न पानी फोटका परि मिलई गला स्वप्न स्वप्न रे रही गला। वास्तव दुनिया छाड़ी राहुल आपणे नेला एक अजଣା दुनिया को जार ना है निशा राक्षसर राज्य।
ବେଶ କିଛି ଦିନ ନିଶା ଖୁଆରରେ ମତୁଆଲା ହୋଇ ଅନୁଭବ କଲା ସତେ ଯେମିତି ସାରା ଦୁନିଆକୁ ସେ ଜିତି ଯାଇଛି। କିନ୍ତୁ ତାକୁ ଜଣା ନଥିଲା ଫେରିବାର ବାଟ। ଏମିତି ନିଶା ରାଜ୍ୟରେ ବୁଲୁ ବୁଲୁ ସେ ବି ଅନ୍ୟମାନଙ୍କ ଭଳି କ୍ୟାନ୍ସର ରୂପୀ ଶୈତାନର ପଞ୍ଝାରେ ପଡ଼ିଗଲା, ଯେଉଁଥିରୁ ମୁକୁଳିବାର ରାସ୍ତା ନଥିଲା। ଚୁରମାର ହୋଇଗଲା ବାପା ମାଙ୍କର ସ୍ୱପ୍ନ। ଯେଉଁ ରାହୁଲକୁ ନେଇ ସେମାନେ ମାହାତ୍ରୁମର ସ୍ୱପ୍ନ ଦେଖିଥିଲେ, ଧୀରେ ଧୀରେ ଏହା ପାଲଟିଗଲା ଥୁଣ୍ଟା ଗଛଟି। କେତେବେଳେ ଯେ ଭୂଇଁରେ ଲୋଟି ପଡ଼ିବ ଜଣା ନାହିଁ, କାରଣ ରାହୁଲକୁ ଶୋଷି ଚାଲିଛି ଶୈତାନ ରୂପୀ କ୍ୟାନ୍ସର। ତିଳ ତିଳ କରି ମାରୁଛି। କେବଳ ଜଣେ ରାହୁଲ ନୁହେଁ, ଏମିତି ଅନେକ ରାହୁଲ ଶୈତାନ ରୂପୀ କ୍ୟାନ୍ସର ହାବୁଡ଼ରେ ପଡ଼ି ଛଟପଟ ହେଉଛନ୍ତି। ସୃଷ୍ଟି ସବୁବେଳେ ସୁନ୍ଦର, ମନୁଷ୍ୟ ପାଇଁ ବରଦାନ ସଦୃଶ। ଅନ୍ୟପକ୍ଷରେ କେତେକଙ୍କ ମତରେ ଜୀବନର ଅନ୍ୟ ନାମ କୁଆଡ଼େ ଯନ୍ତ୍ରଣା। କିନ୍ତୁ ମଣିଷ ଯେତେବେଳେ ନିଜେ ଜାଣିଶୁଣି ଯନ୍ତ୍ରଣାକୁ ଆପଣେଇ ନିଏ, ସେତେବେଳେ ତାକୁ କିଏ ରୋକିପାରିବ? ଏହି କାହାଣୀର ସ୍ୱରୂପ କଟକର ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର, ଯେଉଁଠି ସହୁଛନ୍ତି ଶହ ଶହ ରାହୁଲ ନିଶା ରାକ୍ଷସ କବଳରେ ପଡ଼ି କ୍ୟାନ୍ସରରେ ଆକ୍ରାନ୍ତ ହୋଇଛନ୍ତି। ଯେଉଁ ନିଶାକୁ ଆପଣେଇ କ୍ଷଣିକ ଉତ୍ତେଜନାରେ ମତୁଆଲା ହୋଇଥିଲେ, ଆଜି ସେଥିରୁ ଖୋଜୁଛନ୍ତି ମୁକ୍ତିର ବାଟ, ବଖାଣୁଛନ୍ତି ନିଜ ଅଭିଜ୍ଞତାର କଥା, ତା ସାଙ୍ଗକୁ ଦେଉଛନ୍ତି ନିଶା ରାକ୍ଷସ ଠାରୁ ଦୂରେଇ ରହିବାର ପରାମର୍ଶ। ଯେତେବେଳେ ବର୍ଷ ଖାଇଲି ବିଡ଼ି କମେଇଦେଲା, ପାନରେ ଖାଇଲି ବିଡ଼ି କଥା ଗଲେ ଖାଇବି ବିଡ଼ି ପାନ ବିଡ଼ି ଗୁଡ଼ାକୁ ଗୋଟକା ଏଗୁଡ଼ା ନ ଖାଇଗଲେ ଆହୁରି ଭଲ। ହଁ ଖାଇବା ଆଗରୁ ପେଟ ପୁରା ଦୁଇଶହ ଟଙ୍କା ନୁହଁ, ଖାଇକି ଏ କଷ୍ଟ ଭୋଗୁଛୁ ଆମେ। ସେପଟେ ଏମାନଙ୍କର ଏ ଅବସ୍ଥାରେ ନିଷ୍ପେଷିତ ହେଉଛନ୍ତି ପରିବାର ଲୋକେ। ଏ ସମ୍ପର୍କରେ ଡାକ୍ତରଙ୍କର ପରାମର୍ଶ ଆମେ ଶୁଣିବା। କ୍ୟାନ୍ସର ରୋଗ ଆମେ ଯେତେବେଳେ କୌଣସି ବ୍ୟକ୍ତିଙ୍କୁ ଆମେ କହୁଛେ ଆପଣ କ୍ୟାନ୍ସର ହେଇଛି, ତା ମନରେ ଭୟ ସୃଷ୍ଟି ହୁଏ। କାହିଁକି ନା ସର୍ବସାଧାରଣରେ ଏହା ଜଣା ଯେ ଯାହାକୁ କର୍କଟ ରୋଗ ହେଲା ତାର ମୃତ୍ୟୁ ସୁନିଶ୍ଚିତ। କିନ୍ତୁ ଏହା ସତ୍ୟ ନୁହେଁ। ଯଦି ଆମେ ପ୍ରଥମ ବା ଦ୍ୱିତୀୟ ଅବସ୍ଥାରେ ରୋଗ ନିରୂପଣ କରିବା, ତାହେଲେ କର୍କଟ ରୋଗ ଭଲ ହେବାର ସମ୍ଭାବନା ବହୁତ ଅଧିକା ଅଛି। କିନ୍ତୁ ଆମର ରାଜ୍ୟରେ ଅଧିକାଂଶ ରୋଗୀ ଯେଉଁ ଆସୁଛନ୍ତି ଆମ ପାଖକୁ, ସେମାନେ ପ୍ରାୟ ତୃତୀୟ ବା ଚତୁର୍ଥ ଅବସ୍ଥାରେ ଆସୁଛନ୍ତି, ଯେଉଁଥିରେ କି ଭଲ ହେବା ପ୍ରତିଶତ ଶତକଡ଼ା 30ରୁ 40% ରୋଗୀ ଭଲ ହୁଅନ୍ତି। ତେଣୁ ଆମେ ଯାହା ଆଜିକାଲି ଅନୁଭବ କରୁଛୁ, ଆମ ରାଜ୍ୟରେ ପୁରୁଷମାନଙ୍କ ମଧ୍ୟରେ ମୁଖ ଗହ୍ୱର କର୍କଟ ରୋଗ ଏବଂ ମହିଳାମାନଙ୍କ ମଧ୍ୟରେ ସ୍ତନ କର୍କଟ ରୋଗ, ଜରାୟୁ କର୍କଟ ରୋଗୀଙ୍କ ସଂଖ୍ୟା ସର୍ବାଧିକ। ଏଇ ଯେଉଁ ମୁଖ ଗହ୍ୱର କର୍କଟ ରୋଗୀ ଯେଉଁ ଆମ ପାଖକୁ ଆସୁଛନ୍ତି, ତାର ମୁଖ୍ୟ କାରଣ ହେଲା ତମାଖୁ। ଆମେ ଯଦି ତମାଖୁ ବର୍ଜନ କରିପାରିବା, ତାହେଲେ ଅଧିକାଂଶ ରୋଗୀଙ୍କୁ ଏହି କର୍କଟ ରୋଗରୁ ମୁକ୍ତ କରିପାରିବା। ଏବେ ବି ସମୟ ଅଛି, ସଚେତନ ହୋଇପାରିଲେ ଏହି ନିଶା ରାକ୍ଷସ କବଳରୁ ମୁକ୍ତି ମିଳିପାରିବ। ଆମେ ଯେଉଁ ବାର୍ତ୍ତା ନେଇ ଆପଣଙ୍କର ପାଖକୁ ଆସିଛୁ, ସେଥିରେ ସହଯୋଗ କରନ୍ତୁ।
ଏକ ନିଶାମୁକ୍ତ ସମାଜ ଗଠନରେ ହାତ ବଢ଼ାନ୍ତୁ।